कलसी निया कलसी सुंदर सुंदर माटी कलसी। जंगल बुली बुली माँ चढ़ी माटी कलसी बिक्री करुथिला। एमिति दिने हठात माँ चढ़ीर देह असुस्थ हो गला। माँ माँ कौन है तुमर? तुम्हें आज एत समय जाए शोच? तुम देह भल नहीं कि? हाँ रे माँ, आज मो मुंडटा भारी बिंधुची। छिड़ा हेबाकू भी देहरे शक्ति नहीं। मु आज भाभी पाख जंगल को जाई कलसी बिक्री करी, हेले पारिलिनी। माँ चिंता करनी, तुम्हें आराम कर। मु आज कलसी नहीं पाख जंगल को जीबी आउ बिक्री करी आनिबी। माँ रे तू पारिबुनी, तू एबे बहुत छोट। माँ कहली ना जमा चिंता करनी, मो ऊपर भरोसा रख। मु पाख जंगल रे कलसी बिक्री करी पारिबी। ठीक अच्छी रे माँ, एते जदि कहूचु सावधान रे जीबू। जेतिकी भी कलसी बिक्री हेउ संध्या सुधा घर को फेरी आसीबू। अच्छा ठीक अच्छी माँ। एमिति कही चढ़ी छुआ सबु कलसी धरी पाख जंगल को बाहरी गला। कलसी सबु ओजनिया थिला। छोट चढ़ई छुआ ठीक रे उड़ी पारु नथिला। हठात से एक बरगछरे बाजी तले पड़ीगला। जोड़ी रे थिबा सबु कलसी भांगी गला। ए सबु कौन सर्वनाश गला? माँ को केते बड़ बड़ कथा कही कलसी बिकिबाकू आसीथिली, हेले मो सब कलसी भांगी देली। एबे मो कौन करिबी? खाली हाथरे घर को केमिति फेरिबी? माँ को देह खराब, मु एकथा माँ को केमिति कहबी? चढ़ी छुआ एमिति कही कही कांदुथिला। हठात से पाख बरगछटी कथा कहिला। मो दुखित छोट झिया, मो गछरे बाची तोर सबु कलसी भांगी गला। तुमे गछ हेई कथा कहि पारुच? हाँ मो पाखरे जादू शक्ति अच्छी, सेति पाई तो मु कथा कहि पारुची। मु जानिनी ए जादू शक्ति मु केमिति पाइली, किंतु मु तते एबे निश्चय साहाय्य करिबी। एई कलसी को ने, एईटा गोटे जादूर कलसी। तू ए कलसी को जहा भी मागिबो से तते सबु देब। तुमे सत कहूच दयालु गछ, तुमको अनेक अनेक धन्यवाद। एमिति चढ़ी छुआ से जादूर कलसी धरी घर को गला। आउ तार माँ को सबु घटना कहिला। जादूर कलसी मते किछि टंका दिया, मो से टंका रे मो माँ रो चिकित्सा करिबी। तापरे जादूर कलसी चढ़ई छुआ को किछि टंका देला। चढ़ई छुआ से टंका रे ता माँ रो चिकित्सा कला। माँ चढ़ी सुस्थ ହେଲା ପରେ ସେମାନେ ଜଙ୍ଗଲରେ ଏକ ବଡ଼ ଦୋକାନ ଦେଲେ। ଏମିତି କିଛି ଦିନ ବିତି ଗଲା। ଥରେ ରାତିରେ ଆଜି ମୋ ପାଖରେ ଯାଦୁ ଶକ୍ତି ନାହିଁ। ଏ ପିଶାଚି ପାଖରେ ମୁଁ ଧରା ନ ପଡ଼ିଯାଏ, ସେ ମତେ ଧରିଲେ ବନ୍ଦୀ କରି ରଖିବ। ମୁଁ ଏବେ କୋଉଠି ଲୁଚିବି? ଏଇ ତ ଆଗରେ ଗୋଟେ ଘର ଦେଖା ଯାଉଛି। ମୁଁ ସେ ଘର ଭିତରକୁ ଯାଏ। ରହିଯା ପରି, ମୁଁ ଆଜି ତତେ ଧରିବାର ସୁଯୋଗ ପାଇଛି। ଆଜି ମୁଁ ତତେ ଛାଡ଼ିବିନି। ତତେ ମୋ ପାଖରୁ କେହି ରକ୍ଷା କରିପାରିବେନି। ଆରେ ଏଇଠି ତ ପରି ଦେଖା ଯାଉଥିଲା, କୁଆଡ଼େ ଚାଲିଗଲା? ନିଶ୍ଚୟ ଏଇ ଘର ଭିତରକୁ ଯାଇଥିବ। ମୁଁ ଏବେ ଘର ଭିତରକୁ ଯାଏ। ପିଶାଚି ଚାଲି ଆସିଲାଣି। ମୁଁ ଏବେ କୋଉଠି ଲୁଚିବି? ଏଇ ତ ଗୋଟେ କଳସୀ ଅଛି, ମୁଁ ଏ କଳସୀ ଭିତରେ ଲୁଚି ଯାଏ। ଆରେ ସେ ପରି କୁଆଡ଼େ ଗଲା? ମୁଁ ତ ଦେଖିଥିଲି ସେ ଏଇ ଘରକୁ ଆସିଥିଲା। କିଏ କିଏ ତୁମେ? ଆଉ ଏମିତି ଚିତ୍କାର କାହିଁକି କରୁଛ? ଆରେ ଇଏ ତ ପିଶାଚି, ଆମର କିଛି କ୍ଷତି କରନି, ଆମକୁ ଛାଡ଼ି ଦିଅ। ମୁଁ ତମ ମାନଙ୍କର କିଛି କ୍ଷତି କରିବିନି। ମତେ ଖାଲି ଏତିକି କୁହ, ପରି କୋଉଠି ଅଛି? ମୁଁ ଭଲ ଭାବରେ ଦେଖିଛି, ପରି ତମ ଘରେ ପଶିଥିଲା। ପରି? ନା ନା, ଆମେ କୌଣସି ପରୀକୁ ଦେଖିନୁ। ତମେ ମାନେ ସତ କହୁଛ? ମତେ ମିଛ କହିବାକୁ ବି ସାହସ କରନି, ନହେଲେ ମୁଁ କାହାକୁ ବି ଛାଡ଼ିବିନି। ଆମକୁ ବିଶ୍ୱାସ କର ପିଶାଚି, ଆମେ ମିଛ କହୁନୁ। ମିଛ କହିଲେ ଆମର କଣ ଲାଭ ହେବ? ଆଚ୍ଛା ତେବେ ଠିକ ଅଛି,
ହେଲେ ପରି ଏବେ କୋଉଠି ଲୁଚିଥିବ? ଆଜି ଯେମିତି ବି ହେଉ ମୁଁ ତାକୁ ଖୋଜିକି ବାହାର କରିବି। ଏମିତି କହି ପିଶାଚି ସେଠାରୁ ଚାଲିଗଲା। ପିଶାଚି ଯିବା ପରେ ପରି କଳସୀ ଭିତରୁ ବାହାରି ଆସିଲା। ଧନ୍ୟବାଦ ପକ୍ଷୀ, ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତମ ମାନଙ୍କ ପାଇଁ ମୋ ଜୀବନ ବଞ୍ଚିଗଲା। ଜଣେ ଆସି ଧମକ ଦେଉଛି, ଆଉ ଜଣେ ଧନ୍ୟବାଦ ଜଣାଉଛି। କିଏ ତୁମେ? ଆଉ ତୁମେ ଆମ ଘର ଭିତରକୁ କେମିତି ଆସିଲ? ମୁଁ ସେଇ ପରି ଯାହାକୁ ଏବେ ପିଶାଚି ଖୋଜୁଥିଲା। ମୁଁ ପିଶାଚି ପାଖରୁ ରକ୍ଷା ପାଇବା ପାଇଁ ଏଇ କଳସୀରେ ଲୁଚିଥିଲି। ତମର ଏଇ କଳସୀ ପାଇଁ ମୋ ଜୀବନ ରକ୍ଷା ହେଲା। ଆଚ୍ଛା, ତୁମେ ତ ଜଣେ ପରି, ତାହେଲେ ତୁମେ ପିଶାଚୀକୁ କାହିଁକି ଡରୁଛ? କାହିଁକି ନା ମୋ ପାଖରେ ଏବେ ଯାଦୁ ଶକ୍ତି ନାହିଁ। ଥରେ ମୁଁ ପିଶାଚୀ ସହ ଲଢ଼େଇ କରିବା ସମୟରେ ମୋ ଯାଦୁର ଲାଠି ଏହି ଜଙ୍ଗଲରେ ଖସି ପଡ଼ିଥିଲା। ଯାଦୁ ଶକ୍ତି ନଥିବାରୁ ପିଶାଚୀ ମୋତେ ବନ୍ଦୀ କରିବା ପାଇଁ ମୋ ପଛରେ ପଡ଼ିଛି। ମୁଁ ଅନେକ ଖୋଜିଲିଣି, ହେଲେ ଆଜି ଯାଏଁ ଯାଦୁର ଲାଠି ପାଇଲିନି। ତୁମେ ଚିନ୍ତା କରନି ପରି, ଆମର ଏଇ କଳସୀ ଯାଦୁର। ଏଇ କଳସୀକୁ କହିଲେ ଆମେ ତୁମ ଯାଦୁର ଲାଠି ଖୋଜି ପାରିବା। ଯାଦୁର କଳସୀ, ଯାଦୁର କଳସୀ, ଦୟାକରି ଆମକୁ ଦେଖାଅ ପରୀଙ୍କ ଯାଦୁର ଲାଠି ଏବେ କୋଉଠି ଅଛି। ଚଢ଼େଇର ଏପରି କହିବା ପରେ ପରେ ହିଁ ଯାଦୁର କଳସୀ ଭିତରୁ ଏକ ଆଇନା ବାହାରିଲା। ସମସ୍ତେ ସେ ଆଇନାରେ ଦେଖିଲେ ପରୀର ଯାଦୁର ଲାଠି ଗୋଟେ ବରଗଛ ଉପରେ ପଡ଼ିଛି। ମୁଁ ଏ ବରଗଛକୁ ଜାଣିଛି। ଏଇ ବରଗଛ ହିଁ ମତେ ଯାଦୁର କଳସୀ ଦେଇଥିଲା। ତୁ ସତ କହୁଛୁ ଚଢ଼େଇ ଛୁଆ? ମତେ ଶୀଘ୍ର ସେ ବରଗଛ ପାଖକୁ ନେଇଯା। ତାପରେ ସମସ୍ତେ ବରଗଛ ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ଆଚ୍ଛା ପରୀ, ମୁଁ ଏବେ ବୁଝିଲି। ତୁମ ଯାଦୁର ଲାଠି ମୋ ଉପରେ ପଡ଼ିବା ଯୋଗୁଁ ମୁଁ ଯାଦୁ ଶକ୍ତି ପାଇଥିଲି। ପରୀ, ତୁମେ ମୋ ଗଛ ଭିତରକୁ ଯାଇ ନିଜ ଯାଦୁର ଲାଠି ନେଇଯାଅ। ତାପରେ ପରୀ ଗଛ ଭିତରକୁ ଗଲା ଆଉ ତାର ଯାଦୁର ଲାଠି ନେଇ ଆସିଲା। ଠିକ୍ ସେହି ସମୟରେ ଦୁଷ୍ଟ ପିଶାଚୀ ସେଠାକୁ ଚାଲି ଆସିଲା। ପରି, ମୁଁ ଏବେ ତତେ ପାଇଗଲି। ତୁ ଆଉ ମୋ ପାଖରୁ ରକ୍ଷା ପାଇବୁନି। ଏବେ ତୁ ମୋର ବନ୍ଦୀ ହେବୁ। ଦୁଷ୍ଟ ପିଶାଚୀ, ଆଜି ମୁଁ ନୁହଁ, ଆଜି ତୁ ବନ୍ଦୀ ହେବୁ। ଏବେ ମୁଁ ଆଉ ଦୁର୍ବଳ ନୁହଁ। ପିଶାଚୀ ତାର କିଛି କ୍ଷତି କରିବା ପୂର୍ବରୁ ପରୀ ତୁରନ୍ତ ପିଶାଚୀକୁ ବନ୍ଦୀ କରିନେଲା। ଗଛ, ତୁ ଯାଦୁ ଶକ୍ତି ପାଇଲା ପରେ ସମସ୍ତଙ୍କୁ ସାହାଯ୍ୟ କରିଛୁ। ମୁଁ ତ ଉପରେ ଅନେକ ଖୁସି। ମୁଁ ତତେ ମୋର କିଛି ଯାଦୁ ଶକ୍ତି ଦେଉଛି। ଏଇ ଯାଦୁ ଶକ୍ତି ପାଇଁ ତୁ ଆଗକୁ ବି ସମସ୍ତଙ୍କୁ ସାହାଯ୍ୟ କରିପାରିବୁ। ଚଢ଼େଇ, ତମ ମାନଙ୍କୁ ବି ଅନେକ ଅନେକ ଧନ୍ୟବାଦ। ଯେତେବେଳେ ବି କିଛି ବିପଦରେ ପଡ଼ିବ ମତେ ମନେ ପକେଇବ, ମୁଁ ନିଶ୍ଚୟ ଆସିବି। ଠିକ୍ ଅଛି ପରୀ। ତାପରେ ପରୀ ବନ୍ଦୀ ହେଇଥିବା ପିଶାଚୀକୁ ନିଜ ସାଙ୍ଗରେ ନେଇ ଚାଲିଗଲା। ଚଢ଼େଇ ଆଉ ତାର ଝିଅ ବି ନିଜ ଘରକୁ ଫେରିଗଲେ। ମୋ ଗଛରେ ପ୍ରତିବର୍ଷ ଏତେ ସାରା ଫଳ ଫଳେ, କିନ୍ତୁ ସବୁ ଫଳ ଖଟା। କେହି ବି ମୋ ପାଖରୁ ଫଳ ଖାଆନ୍ତିନି। ଯିଏ ବି ଖାଏ ସେ ମତେ ଗାଳି ଦେଇଯାଏ। ମୁଁ କଣ ନିଜେ ଜାଣି ଶୁଣି ମୋ ଫଳକୁ ଖଟା କରିଛି? ଏ କଥା କେହି ବି ବୁଝନ୍ତିନି। ଓଲଟା ମତେ ଅପମାନ ଦିଅନ୍ତି। ମତେ ଭାରି କଷ୍ଟ ହୁଏ। ହେ ଭଗବାନ, ମୋର ଗୋଟିଏ ମାତ୍ର ଇଚ୍ଛା, ମୋର ସବୁ ଫଳ ମିଠା ହେଇଯାଆନ୍ତା କି? ମୋର କିନ୍ତୁ ସବୁ ଫଳ ମିଠା। ପ୍ରତିବର୍ଷ ମୋ ଗଛରେ ବି ଅନେକ ଫଳ ଫଳେ। ସବୁ ଚଢ଼େଇ ମୋର ମିଠା ଫଳ ଖାଇ ମୋର ଅନେକ ପ୍ରଶଂସା କରନ୍ତି। ମୁଁ ମୋ ପ୍ରଶଂସା ଶୁଣିଲେ ମତେ ଭାରି ଭଲ ଲାଗେ। ମୁଁ ଆହୁରି ବେଶୀ ପ୍ରଶଂସା ଶୁଣିବାକୁ ଚାହୁଁଛି। ସେଥିପାଇଁ ମୁଁ ଚାହେଁ ମୋର ସବୁ ଫଳ ସୁନା ପାଲଟି ଯାଉ, ଯେମିତି ଚଢ଼େଇ ମାନେ ଖୁସି ହେଇ ମୋର ଆହୁରି ବେଶୀ ପ୍ରଶଂସା କରିବେ। ମା, ଆମ ଘର ତ ଭାଙ୍ଗିଗଲା। ରାତିରେ ଯୋଉ ଶୀତ ପଡୁଛି, ଆମେ ବାହାରେ କେମିତି ରହିବା? ମା କୁନି, ତୁ ଜମା ବି ଚିନ୍ତା କରନି। ରାତି ହେବା ଆଗରୁ ମୁଁ କିଛି ବ୍ୟବସ୍ଥା କରିନେବି। ଏମିତି କହି ମା ଚଢ଼େଇ ଜଙ୍ଗଲ ଭିତରକୁ ଗଲା। କିଛି ଦୂର ଗଲା ପରେ ସେ ସେଇ ଦୁଇଟି ଆମ୍ବ ଗଛକୁ ଦେଖିଲା। ଆରେ ବା, ଏଠି ତ ଦୁଇଟି ଆମ୍ବ ଗଛ ଅଛି। ମୁଁ ଯଦି ଗୋଟେ ଆମ୍ବ ଗଛରୁ କିଛି ଡାଳପତ୍ର ନେଇପାରନ୍ତି, ସନ୍ଧ୍ୟା ସୁଦ୍ଧା ଗୋଟେ ଘର ତିଆରି କରିପାରନ୍ତି। ତାପରେ ମା ଚଢ଼େଇ ମିଠା ଆମ୍ବ ଗଛ ପାଖକୁ ଗଲା ଆଉ ତାକୁ କିଛି ଡାଳପତ୍ର ମାଗିଲା। ହେଲେ ସେ ଆମ୍ବ ଗଛଟି ତ ଅନେକ ରାଗିଗଲା। ନା ଚଢ଼େଇ, ମୁଁ ତତେ ଡାଳପତ୍ର ଦେଇପାରିବିନି। ତୁ ମୋଠୁ ଡାଳପତ୍ର ନେଲେ ମୋ ମିଠା ଆମ୍ବ ଝଡ଼ିଯିବ। ଯା, ତୁ ମୋ ପାଖରୁ ଦୂରେଇ ଯା।
ଚଢ଼େଇ ତୁ ମୋ ପାଖକୁ ଆସେ, ତୁ ମୋଠୁ କିଛି ଆମ୍ବ ଆଉ ପତ୍ର ନେଇଯା। ମୋ ଆମ୍ବ ଖାଇବାକୁ ସିନା ଖଟା, ହେଲେ ସେସବୁ ଭାରି ମଜବୁତ। ତୁ ମୋ ଆମ୍ବ ଆଉ ପତ୍ରରେ ଗୋଟେ ସୁନ୍ଦର ଆଉ ମଜବୁତ ଘର ତିଆରି କରି ରହିପାରିବୁ। ଏମିତି ଶୁଣି ମା ଚଢ଼େଇ ସେ ଗଛରୁ କିଛି ଆମ୍ବ ଆଉ ପତ୍ର ନେଇ ଘରକୁ ଗଲା। ଆମ୍ବ ଆଉ ପତ୍ର ଦେଇ ସେ ଗୋଟେ ସୁନ୍ଦର ଘର ତିଆରି କରିଦେଲା। ମା, ତୁମେ ଆମ୍ବରେ ଘର ତିଆରି କରିଛ? ବାଃ, ଏ ଘରଟି ବହୁତ ସୁନ୍ଦର ହେଇଛି ମା। ଏମିତି ସେ ଦିନ ବିତିଗଲା। ପରଦିନ କାଉର ସ୍ତ୍ରୀ ଜଙ୍ଗଲରେ ବୁଲି ବୁଲି ଖାଇବା ଖୋଜୁଥିଲା। ସେ ଅନେକ ସମୟ ଖୋଜିଲା ପରେ ବି ଖାଇବା ପାଇଲାନି। ଏମିତି ତାର ନଜର ସେ ଦୁଇଟି ଆମ୍ବ ଗଛ ଉପରେ ପଡ଼ିଲା। ଆରେ ଏଇ ତ, ଏଇ ଗଛରେ କେତେ ଆମ୍ବ ଫଳ ହେଇଛି। ମୁଁ ସେପଟେ ବେକାରେ ବୁଲି ବୁଲି ଖାଇବା ଖୋଜୁଥିଲି। ମୁଁ ଏଇଠୁ କିଛି ଫଳ ନେଇ ମୋ ଘରକୁ ଯାଏ। ଏମିତି ଚିନ୍ତା କରି କାଉର ସ୍ତ୍ରୀ ଖଟା ଆମ୍ବ ଗଛ ପାଖକୁ ଗଲା। ସେ ଯେମିତି ଖଟା ଆମ୍ବ ଗଛରୁ ଗୋଟେ ଆମ୍ବ ତୋଳି ଖାଇଲା, ସେ ସେଇ ଆମ୍ବ ଗଛ ଉପରକୁ ଫୋପାଡ଼ିଲା। ଛି, ତ ଆମ୍ବ କେତେ ଖଟା! ଏମିତି ଖଟା ଆମ୍ବ ମୁଁ ମୋ ଜୀବନରେ ଖାଇନଥିଲି। ଏଥିରେ ମୋର କଣ ଭୁଲ? ଭଗବାନ ମତେ ଏମିତି ବନେଇଛନ୍ତି। ଚୁପ୍ କର, ତ ଆମ୍ବ ଯଦି ଖଟା ଥିଲା ମତେ ଆଗରୁ କହିନଥାନ୍ତୁ। ତୋ ପାଇଁ ମୋ ପାଟିଟା ପୁରା ଖଟା ହେଇଗଲା। ତୁମେ ମୋ ପାଖକୁ ଆସ, ମୋ ଫଳ ବହୁତ ମିଠା ଆଉ ସ୍ୱାଦିଷ୍ଟ ବି। ତୁ ସତ କହୁଛୁ? ହଁ, ମୁଁ ସତ କହୁଛି। ଯଦି ତୁମର ବିଶ୍ୱାସ ହେଉନି, ମୋଠୁ ଆଗ ଗୋଟେ ଆମ୍ବ ଖାଇ ଦେଖ। ଆରେ ବାଃ, ତ ଆମ୍ବ ସତରେ ଭାରି ମିଠା। ମୁଁ କିଛି ଆମ୍ବ ନେଇ ମୋ ଘରକୁ ଯାଏ। ଏମିତି କହି କାଉର ସ୍ତ୍ରୀ କିଛି ଆମ୍ବ ନେଇ ଘରକୁ ଗଲା। ଏସବୁ ଦେଖି ଖଟା ଆମ୍ବ ଗଛ ଅନେକ କାନ୍ଦିଲା। ସେତେବେଳେ ଗୋଟେ ପରୀ ତା ପାଖକୁ ଆସିଲା। କଣ ହେଲା ଆମ୍ବ ଗଛ, ତୁ ଏମିତି କାନ୍ଦୁଛୁ କାହିଁକି? କିଏ ତୁମେ? ଏଠାକୁ କାହିଁକି ଆସିଛ? ମୁଁ ହେଉଛି ଇଚ୍ଛା ପରୀ। ମୁଁ ସମସ୍ତଙ୍କ ଇଚ୍ଛା ପୂରା କରେ। ତୁ ମତେ କହ, ତୋର କଣ ହେଇଛି? ପାରିଲେ ମୁଁ ତୋର ସମସ୍ୟା ଦୂର କରିଦେବି। ତାପରେ ଖଟା ଆମ୍ବ ଗଛ ତାର ସବୁ କଥା ଇଚ୍ଛା ପରୀକୁ କହିଲା। ସବୁ ଶୁଣି ଇଚ୍ଛା ପରୀ କହିଲା, ଆମ୍ବ ଗଛ, ଭଗବାନ ଯାହାକୁ ଯେମିତି ବନେଇଥାନ୍ତି ଠିକ ବନେଇଥାନ୍ତି। ତୁ ଯେମିତି ଅଛୁ ସୁନ୍ଦର ଅଛୁ। ନିଜକୁ ନେଇ ଆଉ ମନ ଦୁଃଖ କରନି। ଭଗବାନ ତ ଭଲ ପାଇଁ ହିଁ ତ ଆମ୍ବକୁ ଖଟା କରିଛନ୍ତି। ନା, ଏମିତି କୁହନି ଇଚ୍ଛା ପରୀ। ତୁମେ ମୋର ଏଇ ଗୋଟିଏ ଇଚ୍ଛା ପୂରା କରିଦିଅ। ମୁଁ ଆଉ ଚଢ଼େଇ ମାନଙ୍କଠୁ ଅପମାନ ଶୁଣି ପାରିବିନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଆଉ ଚିନ୍ତା କରନି ଆମ୍ବ ଗଛ। ଆଜିଠୁ ତୋର ସବୁ ଆମ୍ବ ମିଠା ହେଇଯିବ। ମୁଁ ତତେ ସେ ଶକ୍ତି ଦେଉଛି। ଏମିତି କହି ଇଚ୍ଛା ପରୀ ସେ ଗଛର ସବୁ ଖଟା ଆମ୍ବକୁ ମିଠା କରିଦେଲା। ଏସବୁ ଦେଖି ମିଠା ଆମ୍ବ ଗଛ ତାକୁ କହିଲା, ପରୀ, ତୁମେ ଯଦି ତାର ଗୋଟେ ଇଚ୍ଛା ପୂରା କଲ, ମୋର ବି ଗୋଟେ ଇଚ୍ଛା ପୂରା କରିଦିଅ। ଆଚ୍ଛା, ତୋର କଣ ଇଚ୍ଛା ମତେ କହ? ମୁଁ ଚାହିଁ ମୋର ସବୁ ଆମ୍ବ ସୁନା ପାଲଟି ଯାଉ। ତାପରେ ଇଚ୍ଛା ପରୀ ତାର ସବୁ ଆମ୍ବ ସୁନା କରିଦେଲା। ଏମିତି ଦେଖି ଦୁଇ ଆମ୍ବ ଗଛ ପରୀକୁ ଧନ୍ୟବାଦ ଜଣାଇଲେ। ତାପରେ ସେ ପରୀ ସେଠାରୁ ଚାଲିଗଲା। କିଛି ଦିନ ବିତିଗଲା। ଦିନେ ଗୋଟେ କାଉ ସେ ଦୁଇ ଆମ୍ବ ଗଛ ରାସ୍ତାରେ ଯାଉଥିଲା। ସୁନା ଆମ୍ବ ଦେଖି ତ ସେ ଅଟକି ଗଲା। ଆରେ ଏ କଣ? ଏ ଗଛରେ ତ ସୁନା ଆମ୍ବ ଫଳିଛି। ବାଃ, ମୋ ଭାଗ୍ୟ ତ ବଦଳି ଗଲା। ଏବେ ମୁଁ ସମସ୍ତଙ୍କଠୁ ଧନୀ ପାଲଟି ଯିବି। ଏମିତି କହି କାଉ ସବୁ ସୁନା ଆମ୍ବ ପାଳି ଘରକୁ ନେଇଗଲା। କିଛି ସମୟ ପରେ ସେ ଗୋଟେ କୁରାଢ଼ୀ ଆଣି ସେଇ ଆମ୍ବ ଗଛକୁ କାଟିଲା ଯୋଉ ଆମ୍ବ ଗଛରେ ସୁନା ଆମ୍ବ ଫଳିଥିଲା। ଏ କଣ? ତୁମେ ମତେ କାହିଁକି କାଟୁଛ? ଦୟାକରି ମତେ କାଟନି। ମୁଁ ତ ତୁମକୁ ସୁନା ଆମ୍ବ ଦେଲି ନା। ହଁ, ତୁ ମତେ ସୁନା ଆମ୍ବ ଦେଲୁ, ହେଲେ ଯେତେବେଳେ ପୁଣି ତ ଗଛରେ ସୁନା ଆମ୍ବ ଫଳିବ, ଚଢ଼େଇ ମାନେ ତୋଠୁ ସୁନା ଆମ୍ବ ନେଇ ଧନୀ ହେଇଯିବେ। ମୁଁ ତା ହେବାକୁ ଦେବିନି। ମୁଁ ତତେ କାଟିଦେବି। ସେମିତିରେ କେବଳ ମୁଁ ଏ ଜଙ୍ଗଲରେ ଧନୀ ହେଇ ରହିବି। ଏ କଣ ହେଇଗଲା ମୋ ସାଙ୍ଗରେ? ମୁଁ ତ ଚଢ଼େଇ ମାନଙ୍କଠୁ ଆହୁରି ପ୍ରଶଂସା ପାଇବାକୁ ଚାହୁଁଥିଲି, ହେଲେ ଆଜି ମୋ ଇଚ୍ଛା ପାଇଁ ମତେ ମୋ ଜୀବନ ଦେବାକୁ ପଡ଼ିଲା। ସେ ଆମ୍ବ ଗଛ ଯେତେ କାନ୍ଦିଲେ ବି କାଉ ତାର କିଛି କଥା ଶୁଣିଲାନି। ଆଉ ସେ ଗଛକୁ କାଟିଦେଲା। ତାପରେ ସେ ତାର ଘରକୁ ଚାଲିଗଲା। କାଉର କିଛି ଦିନ ତ ବେଶ ଭଲରେ ବିତିଲା, ହେଲେ ସେ ଅଳସୁଆ ହେଇଥିବାରୁ ଅଳ୍ପ ଦିନରେ ହିଁ ତାର ସବୁ ଟଙ୍କା ସରିଗଲା। ଦିନେ ତ ସେ କାଉ ଖାଇବାକୁ ପାଇଲାନି। ଶେଷରେ ସେ କିଛି ଫଳ ଖାଇବା ପାଇଁ ଆମ୍ବ ଗଛ ପାଖକୁ ଗଲା। ହେଲେ ସେ ଯିବା ପୂର୍ବରୁ ଚଢ଼େଇ ସେ ଗଛରେ ଥିବା
ସବୁ ମିଠା ଆମ୍ବ ନେଇ ଯାଇଥିଲା। ଏ କଣ ତୋ ଗଛରେ ଗୋଟେ ବି ଆମ୍ବ ନାହିଁ? ତୋ ଗଛର ସବୁ ଆମ୍ବ କିଏ ନେଲା? ତୁମେ ଆସିବା ପୂର୍ବରୁ ଆଉ ଗୋଟେ ପକ୍ଷୀ ମୋ ଗଛର ସବୁ ଆମ୍ବ ପାଳି ନେଇଗଲା। ସେଥିପାଇଁ ଏବେ ମୋ ଗଛରେ ଆଉ ଆମ୍ବ ନାହିଁ। କଣ ହେଲା? ତୁ ମତେ ଆମ୍ବ ନ ଦେଇ ଆଉ ଗୋଟେ ଚଢ଼େଇକୁ ଆମ୍ବ ଦେଇଦେଲୁ। ଏବେ ମୁଁ ତତେ କାଟିଦେବି। ନା ନା, ମତେ କାଟନି, ମତେ ବଞ୍ଚିବାକୁ ଦିଅ। ଆଉ କିଛି ମାସ ଅପେକ୍ଷା କର, ମୋ ଗଛରେ ପୁଣି ଆମ୍ବ ଆସିବ। ସେତେବେଳେ ତୁମେ ମୋଠୁ ଆମ୍ବ ନେବ। ନା, ମୁଁ ଆଉ ଅପେକ୍ଷା କରି ପାରିବିନି। ତୁ ମତେ ଆମ୍ବ ଦେଇନୁ, ଏବେ ମୁଁ ତତେ ଶାସ୍ତି ଦେବି। ଏମିତି କାଉ ସେ ଗଛକୁ କାଟିବା ଆରମ୍ଭ କଲା। ଆରେ ଆରେ, ଏ ଦୁଷ୍ଟ ପକ୍ଷୀ ଆମକୁ ଆଉ ବଞ୍ଚିବାକୁ ଦେଲାନି। ସେ ଇଚ୍ଛା ପରି ଠିକ୍ କହୁଥିଲେ, ଯିଏ ଯେମିତି ତାକୁ ସେମିତି ହିଁ ସୁନ୍ଦର ଲାଗେ। ତାଠୁ ବେଶୀ ସୁନ୍ଦର ହେବାକୁ ଚାହିଁଲେ ଏମିତି ହିଁ ଅବସ୍ଥା ହୁଏ। ନିଜ ନିଜ ଇଚ୍ଛା ପୂରା କରିବାକୁ ଯାଇ ଆମେ ଦୁଇ ଜଣ ନିଜ ଜୀବନ ହରେଇଲୁ।